ଜଗନ୍ନାଥଙ୍କ ଏମିତି କିଛି ରହସ୍ୟମୟ କଥା ଅଛି ତମେ କେହି ବି ଜାଣିନଥିବ। ତ ଚାଲନ୍ତୁ ପବନ ଯୋଉ ପଟକୁ ହୋଇଥାଏ ସାମ୍ନାରେ ଯେଉଁ କୌଣସି ଜିନିଷ ସେ ସେଇ ଦିଗକୁ ଉଡ଼ିଥାଏ। ହେଲେ ପତିତ ପାବନ ବାନା ଯେଉଁ ପଟକୁ ହୋଇଥାଏ ହେଲେ ବାନା ବିପରୀତ ଦିଗରେ ମନ୍ଦିରର ପତାକାକୁ ଉଡେଇଥାଏ। ସାଇନ୍ସ ବି ଆଜି ପର୍ଯ୍ୟନ୍ତ ଏଥିରେ ପତା ଲଗାଇ ପାରିନି କି ଏମିତି କେମିତି ହେଉଛି। ସମୁଦ୍ରର ପବନ ସ୍ଥଳ ଭାଗକୁ ଗତି କରେ, ଏଠି ପବନ ସ୍ଥଳରୁ ସମୁଦ୍ର ଆଡକୁ ଗତି କରିଥାଏ। ଶ୍ରୀମନ୍ଦିର ଉପରେ ଥିବା ସୁଦର୍ଶନ ଚକ୍ରକୁ ତମେ ଯେଉଁ ପଟକୁ ଦେଖିଲେ ସିଧା ଓ ସାମ୍ନାରେ ଥିବା ଭଳି ଲାଗେ। ତାକୁ ଆମେ ନୀଳ ଚକ୍ର ବୋଲି କହିଥାଉ। ଦୁନିଆର ଏହି ଏକମାତ୍ର ମନ୍ଦିର ଯାହାର ଛାଇ କେବେ ତଳେ ପଡ଼ିନି ଆଜି ପର୍ଯ୍ୟନ୍ତ। ଯେକୌଣସି ଉଞ୍ଚା ଜାଗା ହଉ, ଯେମିତି ବିଲ୍ଡିଂ ହଉ କି କିଛି ବଡ଼ ଜାଗା ହଉ, ଶ୍ରୀମନ୍ଦିରର ଛାଇ ଦେଖିବାକୁ ମିଳିନଥାଏ। ପୁରୀରେ ସମୁଦ୍ରର ଶବ୍ଦ ଶୁଣାଯାଉଥିଲେ ସିଂହଦ୍ୱାରରେ ପାଦ ଦେଉ ଦେଉ ସମୁଦ୍ରର ଶବ୍ଦ ଶ୍ରୀମନ୍ଦିରରେ ଗୋଟେ ପରିମାଣରେ